ତ ପିଲେମାନେ ପୁଣି ଥରେ ଆଉ ଏକ ଭିଡ଼ିଓରେ ତମ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ପିଲେ ପୂର୍ବେ ଆମେ ପଢିଲେ ଯେ ତୁ ନାଥ ବୋଲେ ଜାଣୁ କେବଳ ମତେ ପରମାଣୁ। ତୁ ନାଥ, ହେ ନାଥ, ତୁମେ ଏହା ଭଲ ଭାବରେ ଜାଣ ମୁଁ କିଏ, ମୁଁ କାହିଁକି ଏ କୂପ ମଧ୍ୟରେ ଆସିଲି। ମୁଁ କାହିଁକି ବିରାଟ କୃପଶାସ୍ତ୍ରୀଟିଏ ହେଲି, କାହିଁକି ମୁଣ୍ଡକୁ ତଳକୁ କରିଥିଲି ଏବଂ କାହିଁକି ଲାଞ୍ଜକୁ ଉପରକୁ ଆଡ଼କୁ ଥିଲା। ଆପଣଙ୍କୁ ହେ ନାଥ, ହେ ଜଗତର ନାଥ, ଆପଣଙ୍କୁ ଏହା ଭଲ ଭାବରେ ଜଣା। କେବଳ ମତେ ପରିମାଣ, କେବଳ ମତେ ପରିମାଣ କରୁଛ, ମାନେ ମତେ ପ୍ରଣାମ ପାଇଁ ପଚାରୁଛ ନା। ତାହେଲେ ଭଗବାନ ତ ସବୁ ଜାଣିଛନ୍ତି, ପରନ୍ତୁ ଭକ୍ତଙ୍କୁ ଜଣେଇବା ପାଇଁ ଆଜି ପ୍ରଶ୍ନ କରୁଛନ୍ତି କେବଳ ମତେ ପରିମାଣୁ, ମାନେ ଓଲି, ଯାହାକୁ ଆମେ ଇଂରେଜୀରେ କହୁଛେ। କେବଳ ମତେ କଣ କରୁଛ, ପ୍ରମାଣ ପାଇଁ ଆଜି ପ୍ରଶ୍ନ ପଚାରୁଛ। କହୁଛି କହୁଛି ସବୁ କଥା। ତାପରେ କଣ, ତଥାପି ଆଜ୍ଞା ଘେନି ଶିରେ କହିବି ତୋର ଛାମୁରେ। ଯଥା ଆଜ୍ଞା ମହାପ୍ରଭୁ, ଯଥା ଆଜ୍ଞା ମଣିମା, ଆପଣ ଯୋଉ ଆଜ୍ଞା ଦେଇଛନ୍ତି ସେଇ ଆଜ୍ଞାକୁ ପୂରଣ କରିବି, ସେ ଆଜ୍ଞାକୁ ମସ୍ତକରେ ଘେନି ଆପଣଙ୍କର ଛାମୁରେ, ଆପଣଙ୍କ ଆଗରେ, ଆପଣଙ୍କର ଏ ସାମ୍ନାରେ ମୁଁ ଆଜି କଣ କରିବି, ସବୁ କଥା କହିବି। ତାପରେ ଭୋନାଥ ଶୁଣ ମୋ ବଚନ, ଅନେକ ଦେଲି ଗୋରୁ ଦାନ। ଭୋନାଥ ଶୁଣ ମୋ ବଚନ, ଅନେକ ଦେଲି ଗୋରୁ ଦାନ। ସଂଖ୍ୟା କରିବି ମୁଇଁ କେତେ, ଶୁଣ ଉପମା କହୁ ତତେ। ଭୋ ନାଥ, ହେ ନାଥ, ଶୁଣ ମୋ ବଚନ, ମୋର ବାଣୀକୁ ଟିକେ ଶ୍ରବଣ କର, ମୋର ବାଣୀକୁ ଟିକେ ଶୁଣ। ଅନେକ ଦେଲି ଗୋରୁ ଦାନ, ଅନେକ ଗୁରୁଦାନ ଦେଲି, ଅପ୍ରଜାତ ଏବଂ ଅପ୍ରବିତ ଗୋରୁଦାନରୁ ମୁଁ ଦେଇଛି। ସଂଖ୍ୟା କରିବି ମୁଇଁ କେତେ, ମୁଁ କେତେ ସଂଖ୍ୟା କରିବି, କେତେ ସଂଖ୍ୟା ଆପଣଙ୍କୁ କହିବି। ଏତେ ଦାନ କରିଛି ମୁଁ, ଏତେ ଦାନ ଦେଇଛି ମୁଁ। ଶୁଣ ଉପମା କହୁ ତତେ, କିଭଳି ଦାନ ଦେଇଛି ତାର ଉପମା କେବଳ ଆପଣଙ୍କୁ ଆଗରେ ପ୍ରକାଶ କରୁଛି। ଦେଖନ୍ତୁ ହେ ଶ୍ରୀକୃଷ୍ଣ, ହେ ନାଥ, ଆପଣଙ୍କୁ ଶୁଣନ୍ତୁ କେତେ ଗୋରୁଦାନ ମୁଁ ଦେଇଛି। ତାପରେ ଦେଖ, ହିରେ ଅଛି ଯେତେ ଧୂଳି, ଗଗନ ଯେତେ ତାରା ମାଳି, ବରଷା ଧାରା ଯେତେ ହୋଇ, ଏଇ ପ୍ରମାଣେ ଦେଲି ଗାଇ। ତାମାନେ ଭୂମିରେ ଯେତେ ଧୂଳି ଅଛି, ଏଇ ମାଟିରେ, ଏ ମାଟିରେ ଯେତେ ଧୂଳି ଅଛି ଆପଣ ଗଣି ପାରିବେନି ନା। ଅଗଣିତ ଧୂଳି ଗଣି ପାରିବେ କି? ମାଟିରେ ବା ଭୂମିରେ ଧୂଳି ସଦୃଶ ଦାନ କଲି ମୁଁ ଯାଇ, ମାନେ କୋଟି କୋଟି ଦାନ କରିଛି ଯାଇ। ତାପରେ କଣ, ଗଗନ ଯେତେ ତାରା ମାଳି, ଆକାଶରେ ଯେତେ ତାରା ପଙ୍କ୍ତି ଅଛନ୍ତି, ଆକାଶରେ ଯେମିତି ଅଗଣିତ ଅସଂଖ୍ୟ ତାରାପୁଞ୍ଜ ଅଛନ୍ତି, ତାରା ଅଛନ୍ତି, ସେଇଭଳି ମୁଁ ମଧ୍ୟ ଗାଈକୁ ଦାନ କରିଛି, ଗୋରୁ ଦାନ କରିଛି। ଆଉ କଣ କଲି, ବରଷ ଧାରା ଯେତେ ହୋଇ, ଏହି ପ୍ରମାଣେ ଦେଲି ଗାଈ। ବର୍ଷା ଧାରା ଯେତେ, ବରଷା ଧାରା ଯେତେ, ଆପଣ ତାକୁ ଗଣି ପାରିବେନି। ଆପଣ ଭୂମିରେ ଧୂଳିକୁ ଗଣି ପାରିବେନି, ଆପଣ ଗଗନରେ ତାରାକୁ ଗଣି ପାରିବେନି, ଆପଣ ବର୍ଷାରେ ଟପଟପ ପଡୁଥିବା ସେ ବୁନ୍ଦାକୁ, ସେ ବର୍ଷାର ଧାରାକୁ ମଧ୍ୟ ଗଣି ପାରିବେନି। ତାମାନେ ଅଗଣିତ, ଅପ୍ରଜାତ, ଅପ୍ରବିତ ଗୋରୁ ଦାନ କରିଛି ମୁଁ, ଏବଂ ଏହି ପ୍ରମାଣେ ଏ ସଦୃଶ ଗାଈକୁ ଦାନ କରିଛି। ଆଉ କିଭଳି ସେ ଗାଈ ଥିଲେ, ସେ ଗାଈ ଗୁଡାକୁ କିଭଳି ଥିଲେ ଦେଖ ବିଲେ, ଦେଖ ବିଲେ, କ୍ଷୀର ସମ୍ପୂର୍ଣ୍ଣ ରୂପବନ୍ତୀ, ସାଧୁ ତରୁଣ ବତ୍ସାବତୀ, ସୁନ୍ଦର ସୁକପିଳ ବର୍ଣ୍ଣ,
ସୁବର୍ଣ୍ଣ ଶୃଙ୍ଗ ଗୁଣ ପୂର୍ଣ୍ଣ। ତାହେଲେ କିଭଳି ଥିଲେ ସେ ଗାଈ? କ୍ଷୀର ସମ୍ପୂର୍ଣ୍ଣ। ବୁଝିପାରିଲା? କ୍ଷୀର ସମ୍ପୂର୍ଣ୍ଣ। କ୍ଷୀର ସମ୍ପୂର୍ଣ୍ଣ କହିଲେ ପିଲେ ଦୁଗ୍ଧବତୀ ଗାଈ। ବୁଝିପାରିଲା? ସେ ଗାଈ ଏବଂ ରୂପବତୀ, ରୂପରେ ମାଧୁର୍ଯ୍ୟ ସୀମା। ସୁନ୍ଦର ସୁନ୍ଦର ଗାଈ, କ୍ଷୀର ଦେଇଥିବା ଗାଈ। ସାଧୁ ତରୁଣ ବତ୍ସାବତୀ। ବତ୍ସାବତୀ କହିଲେ ବାଛୁରୀ ଥିବା ଗାଈ। ବୁଝିପାରୁଛ ନା? ଯେଉଁ ଗାଈଙ୍କର ବାଛୁରୀ ଥାଏ ତାଙ୍କୁ ଆମେ କହୁଛେ ବତ୍ସାବତୀ ଗାଈ। ମାନେ ତାମାନେ ସାଧୁ ତରୁଣ, ଶାନ୍ତ ଶିଷ୍ଟ କୋମଳ ସୁନ୍ଦର ଗାଈ ସବୁକୁ ମୁଁ କଣ କଲି? ଦାନ କଲି। ଏବଂ ଆଉ କଣ? ସୁନ୍ଦର ସୁକପିଳ ବର୍ଣ୍ଣ, ସୁନ୍ଦର ଗାଈ ଦେଲି। ସୁକପିଳ ବର୍ଣ୍ଣ, ସୁକପିଳ ବର୍ଣ୍ଣ ଗାଈ ଦେଲି। ପିଙ୍ଗଳ ବର୍ଣ୍ଣର ଗାଈ ଦେଲି। ତାପରେ ତା ସାଙ୍ଗରେ କଣ? ସୁବର୍ଣ୍ଣ ଶୃଙ୍ଗ ଗୁଣ ପୂର୍ଣ୍ଣ। ସୁବର୍ଣ୍ଣ ଶୃଙ୍ଗ, ଶୃଙ୍ଗ ମାନେ ଶିଙ୍ଗରେ ସୁନାର ବାଛୁରୀ। ସୁନାର ବାଉଣୀ କଲି। ଗୁଣପୂର୍ଣ୍ଣ ଗାଈକୁ ମୁଁ ଦାନ କରିଛି। ହେ ଭଗବାନ, ମୁଁ ଦାନ କଲି। ଦେନ୍ କଣ ହେଇଛି ଦେଖ ପିଲେ? ହଁ ଦେଖ ପିଲେ, ପୁରରେ ରଞ୍ଜତ ଖଜଣି, ଉଚିତ ଧନେ ତାହା କିଣି। ତାମାନେ ଏଠି ରାଜା କହୁଛନ୍ତି, କଣ କହୁଛନ୍ତି? ରାଜା ଏଠି କହୁଛନ୍ତି ଯେ ମାନେ ଦୁଗ୍ଧବତୀ, ରୂପବନ୍ତୀ, ସାଧୁ ଚରଣ, ସାଧୁ ତରୁଣ ବାଛୁରୀ ଥିବା ଗାଈ, ସୁନ୍ଦର ଗାଈ, ସୁକପିଳ ବର୍ଣ୍ଣର ଗାଈ, ସୁବର୍ଣ୍ଣ ଶୃଙ୍ଗ, ଶୃଙ୍ଗରେ ସୁନା ଚାଉଣି ହୋଇଥିବା ସୁନା ଗୁଣପୂର୍ଣ୍ଣ ଗାଈକୁ, ଯାହା ଗାଈରେ ମାନେ ଯେଉଁ ଗାଈର ଖୁରରେ, ତା ଗୋଡରେ ରଞ୍ଜତ କହିଲେ ପିଲେ ରୂପାର ଖଞ୍ଜଣି। ରୂପାର ଖଞ୍ଜଣି ମାନେ କଣ? ବାଟେଣି। ରୂପାର ବାଜେଣି ଗାଈ କି ଉଚିତ ଧନେ ତାହା କିଣି। ଉଚିତ ଧନେ ତାହା କିଣି, ଉଚିତ ଧନ ଦେଇକି ଏଇଭଳି ଗାଈଙ୍କୁ ମୁଁ କିଣି କଣ କଲି? ଦାନ କଲି। ଦାନ ଦେବା ଅର୍ଥ କଣ ହେଇଛି? ଦାନ କଲି ତ, ଦେଲି ତ ଦେଲି। କିଭଳି ଦାନ ଦେଇଛି? ଏଇ ଦାନ ପାଇଁ ହିଁ ମୁଁ ପାପ ଅର୍ଜନ କରିଛି। ଏବଂ ଏଇ ଦାନ ସକାଶେ ମାନେ ଭୁଲ ବଶତଃ ମୁଁ କିଛିଟା ପାପ ଅର୍ଜନ କରିଛି। କଣ ଅର୍ଜନ କରିଛି? ଦେଖ ପିଲେ, ଏସବୁ ତମମାନଙ୍କର ପରବର୍ତ୍ତୀ ସମୟରେ ଆଲୋଚନା କରିବା। ତାହେଲେ ପିଲେ ଆଜି ପାଇଁ ବାସ୍ ଏତିକି।